ଆସିଲା ନିର୍ବାଚନ, ଗାଁ ଗହଳିରେ ଏବେ ଚାଲିବ କର୍ମୀ ସମ୍ମିଳନୀ। ହଁ ଦର୍ଶକ ବନ୍ଧୁ, ଜଗତସିଂହପୁର ଜିଲ୍ଲାର ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ଅଳାବୋଳଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିରାଟ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସ୍ଥାନୀୟ ବିଧାୟକ ଶାରଦା ଜେନାଙ୍କ ନେତୃତ୍ୱରେ ଶହ ଶହ ମହିଳା ସମେତ ପୁରୁଷମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଭାପତି ପ୍ରଦୀପ୍ତ ସ୍ୱାଇଁ, ଦୀପକ କୁମାର ସାମଲ, ସ୍ମୃତିରଞ୍ଜନ ସ୍ୱାଇଁ, ସାଗର କୁମାର ଦାସ, ଧ୍ରୁବଚରଣ ଦାସ ପ୍ରମୁଖ ଆୟୋଜନ କରିଥିଲା ବେଳେ ଏଥିରେ ମାନ୍ୟବର ବିଧାୟକ ଶାରଦା ଜେନା, କମଳାକାନ୍ତ ମହାପାତ୍ର, ଡଲି ପଣ୍ଡା, ଦର୍ପଦଳିନୀ ମଲ୍ଲିକଙ୍କ ଭଳି ଅନେକ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସାଧାରଣରେ ଜୋର ଚର୍ଚ୍ଚା ଧରିଛି, କାରଣ ଆଗାମୀ ପଞ୍ଚାୟତ ନିର୍ବାଚନ ଏହାର ଝଲକ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି। ବିଜୁ ଜନତା ଦଳ ପକ୍ଷରୁ ଏହି କର୍ମୀ ସମ୍ମିଳନୀ କରାଯିବା ସହିତ ମା'ମାନଙ୍କ ପାଇଁ ଏକ ଗୃହ ମଧ୍ୟ କରାଯାଇଥିଲା। ଏହି ମିଶନ ଶକ୍ତି ଗୃହର ନାମକରଣ ନବଜ୍ୟୋତି ମହିଳା ମହାସଂଘ ମିଶନ ଶକ୍ତି ଗୃହ ବୋଲି ଉଲ୍ଲେଖ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ବିଧାୟକଙ୍କ ସହିତ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା ଏବଂ ଅନେକ ବ୍ୟକ୍ତିବିଶେଷ ଯୋଗଦାନ କରି ଶୁଭ ଉଦ୍ଘାଟନ କରାଯାଇଥିଲା।